ରାକ୍ଷସ ଏବଂ ମହିଳାଙ୍କର ପ୍ରେମ କାହାଣୀ। ଅଗ୍ନିରାଜ ଏବଂ ବାସନ୍ତୀ ମହିଳାର ପ୍ରେମ କାହାଣୀ ଆପଣମାନେ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠେ। ବହୁତ ଦିନ ପୂର୍ବେ ଏକ ଘନ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗୁମ୍ଫାଟିଏ ଥିଲା, ଯେଉଁଠାରେ ଅଗ୍ନିରାଜ ନାମକ ଏକ ରାକ୍ଷସଟିଏ ରହୁଥିଲା। ସେ କୌଣସି ସାଧାରଣ ରାକ୍ଷସ ନଥିଲେ। ତାଙ୍କ ଶରୀରର ଅଗ୍ନିର ଆଲୋକରେ ଝଲସୁଥିଲା ଏବଂ ତାଙ୍କ ଲାଲ ଆଖିରେ ଏକ ରହସ୍ୟମୟ ଚମକ ଦେଖିବାକୁ ଲାଗୁଥିଲା। ଲୋକମାନେ କେବେ ହେଲେ ବିଶ୍ୱାସ କରୁଥିଲେ ଯେ ତାଙ୍କ ଗୁମ୍ଫା ପାଖକୁ ଯିଏ ଗଲା ସେ ଆଉ ଫେରିଲା ନାହିଁ। ଏହାରି ମଧ୍ୟରେ ବାସନ୍ତୀ ନାମକ ମହିଳା, ସେହି ରାଜ୍ୟରେ ବାସନ୍ତୀ ନାମକ ଏକ ସୁନ୍ଦରୀ ଝିଅ ରହୁଥିଲେ। ସେ ସାହସୀ ଏବଂ ସାହସିକ ଥିଲେ, ସବୁବେଳେ ନୂଆ ସ୍ଥାନ ଅନୁସନ୍ଧାନ କରୁଥିଲେ। ଗୋଟିଏ ଦିନ ସେ ଶୁଣିଲେ ଯେ ଜଙ୍ଗଲରେ ଏକ ରହସ୍ୟମୟ ଗୁମ୍ଫା ଅଛି, ଯେଉଁଠାରେ ଏକ ରାକ୍ଷସ ବାସ କରେ। ତାଙ୍କ ମନରେ କୌତୂହଳ ସୃଷ୍ଟି ହେଲା ଏବଂ ସେ ଏକାକୀ ସେହି ଗୁମ୍ଫା ଆଡ଼କୁ ବାହାରି ପଡ଼ିଲେ। ରାସ୍ତାରେ ପକ୍ଷୀମାନେ କିଚିରି ମିଚିରି କରିବାକୁ ଲାଗୁଥାନ୍ତି। ପବନରେ ଶୀତଳତା ଥିଲା, କିନ୍ତୁ ସେ ଗୁମ୍ଫା ପାଖକୁ ଆସିବା ମାତ୍ରେ ବାୟୁମଣ୍ଡଳରେ ଏକ ଅଦ୍ଭୁତ ଉତ୍ତାପ ବୃଦ୍ଧି ପାଇବାକୁ ଲାଗିଲା। ତାପରେ ହଠାତ୍ ଏକ ଘଡ଼ଘଡ଼ି ସ୍ୱର ପ୍ରତିଧ୍ୱନିତ ହେଲା। ମୋ ପାଖକୁ ଆସିବାକୁ କେହି ସାହସ କରୁଛି କି? ବାସନ୍ତୀ ନିଜ ଭୟକୁ ଦୂରେଇ ରଖି କହିଲା, ମୁଁ ବାସନ୍ତୀ। ମୁଁ ଏଠାକୁ ଦେଖିବାକୁ ଆସିଛି ଯେ ତମେ ପ୍ରକୃତରେ ଲୋକଙ୍କ କଥାରେ ଏତେ ଭୟଙ୍କର କି? ଅଗ୍ନିରାଜ କିଛି ମୁହୂର୍ତ୍ତ ପାଇଁ ନୀରବ ରହିଲେ। ପ୍ରଥମ ଥର ପାଇଁ ଜଣେ ମଣିଷ ତାଙ୍କ ସହିତ ଭୟ ବିନା କଥା ହେଲା। ପ୍ରଥମ ସାକ୍ଷାତରୁ ବନ୍ଧୁତା ପର୍ଯ୍ୟନ୍ତ ଚାଲିଗଲା। ବାସନ୍ତୀ ଏବଂ ଅଗ୍ନିରାଜଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବାକୁ ଲାଗିଲା। ଧୀରେ ଧୀରେ ସେ ଅନୁଭବ କଲେ ଯେ ଅଗ୍ନିରାଜ ପ୍ରକୃତରେ ଲୋକମାନେ କହିବା ପରି ଭୟଙ୍କର ନୁହନ୍ତି। ଏହି କଥା ବାସନ୍ତୀ ଜାଣିବାକୁ ଚେଷ୍ଟା କଲେ। ହଁ, ତାଙ୍କ ଶରୀରରେ ଅଗ୍ନିରେ ତିଆରି ଥିଲା, କିନ୍ତୁ ସେ କାହାକୁ କ୍ଷତି କରିବାକୁ ଚାହୁଁନଥିଲେ। ଅଗ୍ନିରାଜ ବାସନ୍ତୀଙ୍କୁ କହିଲେ, ମୁଁ ଅଭିଶାପ ପାଇଥିଲି ଯେ ପର୍ଯ୍ୟନ୍ତ କେହି ମୋତେ ହୃଦୟରୁ ଭଲ ପାଆନ୍ତି ନାହିଁ, ସେ ପର୍ଯ୍ୟନ୍ତ ମୁଁ ଏହି ରାକ୍ଷସ ରୂପରେ ଫସି ରହିଥିବି। ସେଥିପାଇଁ ମୁଁ ଏକା ରହେ, କାରଣ ଲୋକମାନେ ମୋତେ ଭୟ କରନ୍ତି। ବାସନ୍ତୀଙ୍କ ଆଖିରେ କରୁଣା ଥିଲା। ସେ ନିଷ୍ପତ୍ତି ନେଲେ ଯେ ସେ ଅଗ୍ନିରାଜଙ୍କ ସହିତ ସମୟ ବିତାଇବେ ଏବଂ ତାଙ୍କ ସତ୍ୟ ଜାଣିବାକୁ ଚେଷ୍ଟା କରିବେ ଏବଂ ତାଙ୍କର ସତ୍ୟ ଜାଣିଯିବେ। ପ୍ରଥମ ପ୍ରେମର ପରୀକ୍ଷା ଦିନ ବିତି ଲାଗିବାକୁ ଗଲା ଏବଂ ବାସନ୍ତୀ ଏବଂ ଅଗ୍ନିରାଜ ଘନିଷ୍ଠ ବନ୍ଧୁ ହୋଇଗଲେ। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେବାକୁ ଲାଗିଲା, କିନ୍ତୁ ଅଗ୍ନିରାଜ ନିଶ୍ଚିତ ନଥିଲେ ଯେ ବାସନ୍ତୀ ପ୍ରକୃତରେ ତାଙ୍କୁ ଭଲ ପାଉଥିଲେ କି ନାହିଁ। ଗୋଟିଏ ଦିନ କିଛି ରାଜ୍ୟ ସୈନିକ ଜଙ୍ଗଲକୁ ଆସି ବାସନ୍ତୀକୁ ବନ୍ଦୀ କଲେ। ରାଜା ଜାଣିପାରିଲେ ଯେ ସେ ଏକ ରାକ୍ଷସ ସହିତ ସମୟ ବିତାଉଛନ୍ତି ଏବଂ ସେ ଅନୁଭବ କଲେ ଯେ ସେ ବିପଦରେ ଅଛି। ରାଜା ଘୋଷଣା କଲେ, ଯଦି ରାକ୍ଷସ ତୁମକୁ ପ୍ରକୃତରେ ଭଲ ପାଏ, ତେବେ ସେ ତାର ଶକ୍ତି ତ୍ୟାଗ କରିବ ଏବଂ ମଣିଷ ହୋଇଯିବ। ଯଦି ସେ ନ କରେ, ତେବେ ଆମକୁ ତାକୁ ମାରିବାକୁ ପଡ଼ିବ। ଏହା ଶୁଣି ଅଗ୍ନିରାଜ ହସି ହସି କହିଲେ। ସେ ବାସନ୍ତୀଙ୍କୁ ଚାହିଁ କହିଲେ, ଯଦି ତୁମ ଦୁନିଆରେ ଆମ ପ୍ରେମ ପାଇଁ କୌଣସି ସ୍ଥାନ ନାହିଁ, ତେବେ ମୁଁ ମୋର ଶକ୍ତି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। ସେହି ମୁହୂର୍ତ୍ତରେ ଏକ ଚମତ୍କାର ଘଟଣା ଘଟିଗଲା। ଅଗ୍ନିରାଜଙ୍କ ଜ୍ୱାଳା କମିବାକୁ ଲାଗିଲା ଏବଂ ଧୀରେ ଧୀରେ ସେ ଜଣେ ସୁନ୍ଦର ଉଜ୍ଜ୍ୱଳ ପୁରୁଷରେ ପରିଣତ ହେଲେ। ତାଙ୍କ ମୁହଁରେ ଶାନ୍ତି ଏବଂ ପ୍ରେମର ଝଲକ ଖେଳିବାକୁ ଲାଗିଲା। ବାସନ୍ତୀଙ୍କ ଆଖିରେ ଲୁହ ଝରି ଆସିଲା। ସେ ଆଗକୁ ବଢ଼ି ଅଗ୍ନିରାଜଙ୍କୁ
ଆଲିଙ୍ଗନ କଲେ। ନୂତନ ଆରମ୍ଭ ବେଳେ ଏବେ ଅଗ୍ନିରାଜ, ଯିଏ ଏବେ ଜଣେ ସାଧାରଣ ଲୋକ ଥିଲେ, ବାସନ୍ତୀଙ୍କ ସହିତ ରାଜପ୍ରସାଦକୁ ଗଲେ। ରାଜା ଏବେ କୌଣସି ବିପଦ ନାହିଁ ଦେଖି ସନ୍ତୁଷ୍ଟ ହୋଇଗଲେ। ବାସନ୍ତୀ ଏବଂ ଅଗ୍ନିରାଜଙ୍କୁ ବହୁତ ଧୁମଧାମରେ ବିବାହ କରିଦିଆଗଲା ଏବଂ ବହୁତ ବଡ଼ ବଡ଼ ଷ୍ଟାଣ୍ଡ ମାରିକି ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଗଲା ଏବଂ ସେମାନେ ଏକାଠି ରାଜ୍ୟର ସେବା କରନ୍ତି। ଅଗ୍ନିରାଜ ତାଙ୍କର ଶକ୍ତି ତ୍ୟାଗ କରିଥିଲେ, କିନ୍ତୁ ତାଙ୍କ ଆତ୍ମାରେ ଏବେ ବି ସେଇ ଅଗ୍ନି ଥିଲା, ପ୍ରେମ ଏବଂ ସାହସର ଅଗ୍ନି ଥିଲା। ଏବଂ ଏହିପରି ରାକ୍ଷସ ଏବଂ ଏକ ମଣିଷର ପ୍ରେମ କାହାଣୀ ପ୍ରମାଣିତ କଲା ଯେ ପ୍ରକୃତ ପ୍ରେମ ପ୍ରତ୍ୟେକ ଅଭିଶାପକୁ ଲିଭାଇ ଦେଇପାରେ ଏବଂ ପ୍ରତ୍ୟେକ ଭୟକୁ ଦୂର କରିଦେଇପାରେ। ଏହା ଥିଲା ଆଜିର ଛୋଟ କାହାଣୀ। ଏହି ଛୋଟ କାହାଣୀ ପ୍ରୟାସଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଏହି ରାକ୍ଷସ ଏବଂ ମହିଳାଙ୍କର ପ୍ରେମ କାହାଣୀ ନା ଅଗ୍ନିରାଜ ଏବଂ ବାସନ୍ତୀ ମହିଳା ଏବଂ ଅଗ୍ନିରାଜ ରାକ୍ଷସଙ୍କର ପ୍ରେମ କାହାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ଓ ଏମିତି ଭିଡ଼ିଓ ଦେଖିବା ପାଇଁ ହେଲେ ଆମକୁ କମେଣ୍ଟରେ ଆଉ ନୂଆ ଭିଡ଼ିଓ ପାଇଁ କମେଣ୍ଟ କରନ୍ତୁ।